ଯୁବଙ୍କୁ ସମ୍ମାନ ଦିଆହେଉଛି ପୁଣି ରୁଷିଆ ସରକାରଙ୍କ ତରଫରୁ ସମ୍ମାନ ଦେଉଛନ୍ତି। ୟାଠୁ ବଳି ଖୁସିର ଖବର ଆମ ପାଇଁ କିଛି ନାହିଁ। ବିଜୁ ବାବୁ କେବଳ ଦୁର୍ଦ୍ଦର୍ଶ ପାଇଲଟ ନଥିଲେ, ସେ ରାଷ୍ଟ୍ରନୀତିଜ୍ଞ ଥିଲେ, ନବ ଉତ୍କଳ ନିର୍ମାତା, ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜନମାନସର ନେତା ପ୍ରଭାତ ପୁରୁଷ ବିଜୁ ବାବୁ। ତେଣୁ ତାଙ୍କୁ ସମ୍ମାନିତ କରୁଛେ। ସେ ଦେଶ ପାଇଁ ସେ ଯୁଦ୍ଧ ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କ ପାଇଁ କିଛି କାମ କରିଥିଲେ। ରୁଷିଆର ଯେଉଁ ରେଡ୍ ଆର୍ମି ତାଙ୍କ ପାଇଁ ଦୁଃସାହସିକ କାର୍ଯ୍ୟ କିଛି କରିଥିଲେ, ସେମାନେ ତାଙ୍କୁ ସମ୍ମାନିତ କରିବାକୁ ଚାହୁଁ ଅତୀତରେ ବି କରିଛନ୍ତି। ଇଣ୍ଡୋନେସିଆରେ ବି ସେ କଥା, ସେ ଭୂମିପୁତ୍ର ସେଠି ତାଙ୍କର ସଂଗ୍ରାମୀ ନେତାମାନଙ୍କୁ ଉଦ୍ଧାର କରିଥିଲେ ସେତେବେଳେ। ତେଣୁ ତାଙ୍କର ସାରା ବିଶ୍ୱରେ ତାଙ୍କର ଖ୍ୟାତି ଅଛି। ତାଙ୍କ ଖ୍ୟାତିର ବର୍ଣ୍ଣନା ଆମେ କରିପାରିବାନି। ସିଏ ଯେତେବେଳେ ଅନ୍ୟ ଦେଶ ତାଙ୍କୁ ସମ୍ମାନ ଦେଉଛି, ଏଠି ତାଙ୍କୁ କିଏ ଅସମ୍ମାନିତ କରୁଛି, ସେ ଦୁଃଖର କଥା। ତାକୁ ଲୋକ ବିଚାର କରିବେ। କିନ୍ତୁ ଯେତେବେଳେ ସାରା ବିଶ୍ୱରେ ତାଙ୍କର ଖ୍ୟାତି ଅଛି, ତାଙ୍କୁ ସମ୍ମାନ ମିଳୁଛି, ତାଙ୍କର ଆଜି ତାଙ୍କୁ ସମ୍ମାନିତ କରିବା ପାଇଁ ବ୍ୟବସ୍ଥା ହେଉଛି ବିଦେଶୀ ସରକାର ମାନେ, ରୁଷିଆ ସରକାର କରୁଛି। ତେଣୁ ୟାଠୁ ଭଳି ଗର୍ବର କଥା ଆମ ପାଇଁ କିଛି ନାହିଁ। ଯେଉଁମାନେ ତାଙ୍କ ଛବି ମଳିନ କରିବା ପାଇଁ ଏଠି ଚେଷ୍ଟା କରୁଛନ୍ତି, ସେମାନେ ନିଜେ ନିନ୍ଦିତ ହେଉଛନ୍ତି। ସେମାନେ ନିଶ୍ଚୟ ନିନ୍ଦିତ ହେଉଛନ୍ତି। ଲୋକଚକ୍ଷୁରେ ସେମାନେ ନିଶ୍ଚିତ ଭାବରେ ତାଙ୍କର ବିଚାର ହେବ।